ମୁଁ ରାଜେନ୍ଦ୍ର ପ୍ରଧାନ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଏଜୁକେସନ୍ ଫର୍ ଅଲ୍କୁ। ଆଜି ଆମେ ଆଲୋଚନା କରିବା +2 ଦ୍ୱିତୀୟ ବର୍ଷ ସାହିତ୍ୟ ଦୀପ୍ତିର ପ୍ରଥମ କବିତାର ଦ୍ୱିତୀୟ ଭାଗ। ଏହାର ପ୍ରଥମ ଭାଗ ଆମେ ଆଲୋଚନା କରିସାରିଲେଣି। ତ ଦେଖିବା ଏହାର ଦ୍ୱିତୀୟ ଭାଗ ଏବଂ କବିତା ମଧ୍ୟ ପ୍ରବେଶ କରିବା। ଦେଖିବା ଏଠାରେ କବି କ'ଣ ଉଲ୍ଲେଖ କରିଛନ୍ତି। ସମୁଦ୍ର କୂଳେ କି ଅଗସ୍ତ୍ୟ ଆସି ହୋଏ, ଦେଖିଣ ସନ୍ନ୍ୟାସୀ ଯେ କଲେ ମହାଭଏ। ଏଠାରେ କବି ସମୁଦ୍ର କୂଳ ଅର୍ଥାତ୍ ସୈନ୍ୟ ସାମନ୍ତକୁ ସମୁଦ୍ର କୂଳ ସହିତ ତୁଳନା କରିଛନ୍ତି ଏବଂ ଅଗସ୍ତ୍ୟକୁ ଆମର ମୁନି ପରଶୁରାମ ସହିତ ତୁଳନା କରିଛନ୍ତି। ଆପଣମାନେ ଜାଣିଥିବେ ଅଗସ୍ତ୍ୟ ଋଷି ଗୋଟେ ଥର କ'ଣ କରିଥିଲେ ନା 7 ସମୁଦ୍ରକୁ ଚଳୁ କରି ପିଇ ଦେଇଥିଲେ। ଠିକ୍ ସେହିପରି ସୈନ୍ୟମାନେ ଭାବୁଛନ୍ତି ଯେ ଅଗସ୍ତ୍ୟ ଋଷି ଯେଉଁପରି 7 ସମୁଦ୍ରକୁ ଚଳୁ କରି ପିଇ ଦେଇଥିଲେ, ଏହି ମୁନି ବା ଏହି ପରଶୁରାମ ଆମମାନଙ୍କୁ ଠିକ୍ ସେହିପରି ସମସ୍ତଙ୍କୁ ହତ୍ୟା କରିଦେବ ନାହିଁ ତ ବୋଲି ଭାବୁଛନ୍ତି ଏବଂ ଡରି ଯାଉଛନ୍ତି। ପ୍ରଳୟ ଅନଳ ପ୍ରାୟକ ଦିଶଇ, ସୂର୍ଯ୍ୟ ଦେବତା କି ମେଦିନୀ କି ଆସଇ। ଯେ ପ୍ରଳୟର ଅନଳ ପରି ଦୃଶ୍ୟ ଦେଖାଯାଉଛନ୍ତି, ମାନେ ସେ ପ୍ରଳୟର ଅଗ୍ନିପିଣ୍ଡୁଳା ପରି ଦେଖାଯାଉଛନ୍ତି ଏବଂ ପ୍ରବଳ ଉତ୍ତପ୍ତ ହେଉଛନ୍ତି। ସୂର୍ଯ୍ୟ ଦେବତା ଯେତେବେଳେ ଆମର ପୃଥିବୀକୁ ଆସନ୍ତି, ଯେତେବେଳେ ପ୍ରବଳ ଉତ୍ତାପ୍ତ ହୁଏ, ଠିକ୍ ସେହିପରି ଭାବୁଛନ୍ତି ଯେ ସୈନ୍ୟ ସାମନ୍ତମାନେ ଆଜି କ'ଣ ସୂର୍ଯ୍ୟ ଦେବତା ଆମର ମେଦିନୀକୁ ପଳେଇ ଆସିଲେ କି? ଏତେ ଉତ୍ତପ୍ତ ଆମକୁ କ'ଣ ପାଇଁ ଅନୁଭବ ହେଉଛି ବୋଲି ଭାବୁଛନ୍ତି। ସୈନ୍ୟ ପକାଇ ଯାଇ କହିଲେ ନୃପବର, ବଳ ଅଗାଣିନ ଅଛଇରେ ଉପର ସୁର। ସୈନ୍ୟ ପଳେଇ ଯାଇ କହିଲେ ରାଜା ଦଶରଥଙ୍କୁ ଯେ ହେ ରାଜା ଦଶରଥ, ହେ ରାଜନ୍, ଆମର ପଥରେ ପରଶୁରାମ ଆମର ପଛକୁ ଅଗାଳିଣ ଅର୍ଥ ଅଟକାଇ ସେ ଅଛନ୍ତି, ବର୍ତ୍ତମାନ ଆମେ କ'ଣ କରିବା। ଶୁଣି ଦଶରଥ ଓଡ଼ଇ ସାହସ, ଶରୀର କମ୍ପଇ ଖର ନିଶ୍ୱାସ। ଯେତେବେଳେ ଏହା ରାଜା ଦଶରଥ ଶୁଣିଲେ ଯେ ପରଶୁରାମ କ'ଣ କରିଛନ୍ତି ନା ତାଙ୍କ ବାଟକୁ ଅଟକାଇକିରି ଅଛନ୍ତି, ସେ ତାଙ୍କର ସାହସ ଉଡ଼ିଗଲା, ତାଙ୍କର ଧୈର୍ଯ୍ୟ ଆଉ ରହିଲା ନାହିଁ, ଶରୀର ତାଙ୍କର କମ୍ପି ଉଠିଲା, ସେ ଡରିଗଲେ ଏବଂ ତାଙ୍କର ନିଶ୍ୱାସ ଖୁବ୍ ଜୋରରେ ବହିବାକୁ ଲାଗିଲା। ବିହି ସୁମରି କପାଳେ ହାତ ମାରଇ, ବଶିଷ୍ଠ ମୁଖ ଚାହିଁ ଶୋକ ଯେ କରଇ। କ'ଣ କଲେ ଯେ ଭଗବାନଙ୍କୁ ସ୍ମରଣ କଲେ ଏବଂ ହାତ ମାରିଲେ, କପାଳରେ ହାତ ଦେଇ ଭଗବାନଙ୍କୁ ସ୍ମରଣ କଲେ। ସେ ପ୍ରାର୍ଥନା କରୁଥିଲେ ଯେ ହେ ଭଗବାନ, ଆପଣ ମୋତେ ମୋ ଭାଗ୍ୟରେ କ'ଣ ଦେଲେ ବୋଲି ପ୍ରାର୍ଥନା କରୁଥିଲେ ଏବଂ ତାଙ୍କର କୁଳଗୁରୁ ବଶିଷ୍ଠଙ୍କ ପାଖରେ ଯାଇକି ଶୋକ କରୁଥିଲେ। ଭମୁନି ଶୁଣିଲ କି ବିପରୀତ ବାଣୀ, ଆଗେ ଅଗଳେଇଣ ଅଛଇ ପରଶୁମଣି। ହେ ମୁନି, ଆପଣ ସେହି ବାଣୀ ଶୁଣିଲେ କି? ଯେ ଏ ସମ୍ବାଦ ଶୁଣିଲେ କି? ଯେ କେଉଁ ସମ୍ବାଦ? ଯେ ଆଗରେ ଆମର ପରଶୁରାମ ଆମର ଯିବାର ରାସ୍ତାରେ ଆମେ ଯେଉଁ ପଥରେ ଯାଉଛେ ସେହି ପଥରେ ପରଶୁରାମ କ'ଣ କରିଛନ୍ତି, ଆମର ପଥକୁ ଅଟକାଇକରି ଅଛନ୍ତି। କିମ୍ପା ଓଇଲେ ଯେ କାରଣ ଏଥେ କିସ, ଏଥେକୁ ଉପାୟ ମୋତେ କହ ବ୍ରହ୍ମ ଶିଷ୍ୟ। ଯେ କେଉଁ କାରଣରୁ ଏହି ସ୍ଥାନକୁ ଆସିଛନ୍ତି ଆମର ମୁନି, ସେ ପରଶୁରାମ କେଉଁ କାରଣରୁ ଏହି ସ୍ଥାନକୁ ଆସିଛନ୍ତି ଏବଂ ଆମେ ଏଥିରୁ କିଭଳି ବର୍ତ୍ତିବା ତାହାର ଉପାୟ ମୋତେ କୁହ ବୋଲି କହୁଛନ୍ତି କବି। ରସଭାରେ ହୋଇ ଅଛଇ ସେ ପୁଣି, ଇଏ ମୋହର ପୁତ୍ରକୁ ନ ପୁଣି ଯାଇ ନାସି। ସେ କିଭଳି ଆସିଛନ୍ତି, ଯେ ରାଗିକି ଆସିଛନ୍ତି, ସେ ଶାନ୍ତରେ ଆସିନାହାନ୍ତି, ସେ ପ୍ରବଳ ରାଗିକିରି ଆସିଛନ୍ତି ଯେ ଏହି ରାଗରେ ସେ ମୋର ପୁତ୍ରକୁ ନାଶ କରି ନ ପକାନ୍ତୁ, ସେ ମାରି ନ ପକାନ୍ତୁ ବୋଲି କହୁଛନ୍ତି। କି ବୁଦ୍ଧି କରିବି କହିସି ବିଚାରି, ଶୁଣିନ ବୋଲଇ ବଶିଷ୍ଠ ତ ପଚାରି। ଯେ ମୁଁ ବର୍ତ୍ତମାନ କି ବୁଦ୍ଧି କରିବି, ଯଦି ମୋର ପରଶୁରାମ ସେ ତ ଶାନ୍ତ ହୋଇକି ଆସିନି ନା, ସେ ରାଗିକି ଆସିଛି, ଯଦି ମୋର ପୁତ୍ରକୁ ମାରି ପକାଏ ତାହେଲେ ମୁଁ କ'ଣ କରିବି ବୋଲି କହୁଛନ୍ତି। ଯେ ବର୍ତ୍ତମାନ ମୁଁ କ'ଣ କରିବି ଯେ ବୋଲି ବଶିଷ୍ଠଙ୍କର ସମ୍ମୁଖରେ କହୁଛନ୍ତି। ବଶିଷ୍ଠ ଏହାର ଉତ୍ତର କ'ଣ ଦେଉଛନ୍ତି, ଚାଲନ୍ତୁ ଦେଖିବା। ପରଶୁ ଓଇଲାକ ବୀରତ୍ୱ ଶୁଣି, ଚାଲ ପ୍ରବୋଧ କରିବା ନୃପପଣି। ଯେତେବେଳେ ରାଜା ପଚାରିଲେ ଯେ ପରଶୁରାମ ଏଠୁ କ'ଣ ପାଇଁ ଆସିଲେ, ଏହାର ଉପାଚାର, ଏହାର ସମସ୍ୟାର ସମାଧାନ କ'ଣ ମୋତେ ଆପଣ କୁହନ୍ତୁ। ଯେତେବେଳେ ଏହି ପ୍ରଶ୍ନ କଲେ ରାଜା ଦଶରଥ
वशिष्ठ मुनि को वशिष्ठ मुनि तार उत्तर देउछंती जे परशु आमर जे आम विरोधर बाद्य बजे जाऊँ से ही बाद्य शुणी आसछंती बर्तमान आम पारे गोटे ही ऑप्शन अच्छी ताकि ताकू जाई बुझेबा चलो ताकू संतोष करने चेष्टा करवा कहते वशिष्ठ जेवण उपसर्ग देखिलु तू आज प्रत्यक्ष आसी फलैला महाराज जो भाया तू आज सकाଳେ तो कौन कर जो भाया अशुभ मान संकेत मान सब देखी ठीक से ही गुड़िक आज कौन है फलैला किसी गोटे अशुभ घटे बोली तू मत सकाଳେ कहूलु बर्तमान ताहा फलैला मुही जे बोइली पशु ये थाई ताहाकू ये भेट नुहिले भल हुए मुझे सकाଳେ कहीदेली जे यही स्थान आमर परशुराम आश्रम अच्छी से तपस्या कर सिद्धवन में जदि न भेटा ताहले आमर भल हम बोली मुझे कही किंतु आम बर्तमान भेटीगले आम कौन करवा कहते दैवर कथा के कर आन चाल प्रभदिवा रेणुका नंदन जे भाग्यंकर भगवान कथा को किए अन्यथा करें कि भगवान जहाँ चाहती ताहा अवश्य हम यह भगवान बोधे इच्छा थिला जे परशुराम आम सम्मुखें बाधा विघ्न सृष्टि करंतु बोली जे भगवान इच्छा आम मनुष्य किसी करें ना बर्तमान आम केवल करें कि रेणुकार नंदन बा परशुराम मुनि को जाकि बुझे पार संतोष करने चेष्टा करा छड़ा आम अन्य किसी करें कथा भेतण मिले परशुधारी कालदंड प्रायके अछई कठारी माने जितेबाला से कथा होती से ही समय रे ही हठात कौन है ना परशुराम भेट होगला परशुराम से स्थान में आसुले कोठार कबिठारे कालदंड सहित वर्णना कर बर्तमान से कौन करेंगे ना आम राजा चेष्टा करेंगे पुत्र को कहीं बचार अच्छे परशुराम मुनि रागिकी आसुँच से शांत करवा प्रयास अवश्य करेंगे चलते देखा माने प्रयास किभली करुँच कप करेण कामड़ई अधर रागेण देह कंपईथर से आमर परशुराम मुनि प्रबल रागुंच रागी कौन कर ओठ कामुड़ुंट रागरे देह को प्रबल कंपाउछ एत रागी जाइए देह कंपी उठुची देखी दशरथ जानर उतरी भृगुपति चरणे नमस्कार करे राजा दशरथ देखिले परशुराम मुनि को से प्रबल रागी जाइए से समय तो द्रुत बेगर चलवा जान नाला से रथरु ओह्ली पड़े एवं कौन कले भृगुपति अर्थात परशुराम मुनि को जाए पाद तले नमस्कार कले चरण रे नमस्कार कले पुणी उठई पुणी पादे पड़ई कार्पुण्य हुएण बेनिकर जोड़ई से संतुष्ट करने जो चेष्टा करुँच कौन है ना से बारंबार आमर मुनि चरण तले बारंबार पड़ुंट उठुंट से नमस्कार करुँच परशुराम पाद तले एवं उठुंट से दुई हाथ को जोड़ी नमस्कार करी साष्टांग दंडवत प्रणाम करी पड़ुंट उठुंट भौमनी दिशेला यमहर पुण्य जेहू देखिली मु जमदग्नि हे मुनि हे परशुराम मुझे देखिली क्यों जन्म क्यों पुण्य करी जहाँफल मुझे आज मोर दर्शन है जे जमदग्निर नंदन अर्थात मुझे देखिली जमदग्नि होती परशुराम पिता एठारे कवि कहते जमदग्निर नंदन बोली कहते भृगुकूल मंडन तापींकर श्रेष्ठ क्षत्रियंकर जम तपेण गरिष्ठ आपण होचंदी भृगुकूलर रक्षाकर्ता जे भृगुकूल को आपण रक्षा करथिले एवं तपींकर श्रेष्ठ जेते सबु तपस्वी अछंदी धरा पृष्ठ रे तपी मानकर भीतर आपण होचंदी श्रेष्ठ तपस्वी क्षत्रियंकर जम आपण जेहेतु समस्त क्षत्रिय को मारुचंदी आपणकर हस्त रे समस्त क्षत्रियंकर मृत्यु घटुची से हेतु आपण होचंदी क्षत्रियंकर जम तपणे गरिष्ठ आपण होचंदी तपरे आपण होचंदी बहुत बड़ प्राक्मेण चाषा
गरिष्ठे ईश्वर बलेन अकलित कोपेण कृपार। यार अर्थ आपण होउछन्ति ईश्वरଙ୍କ भଳିया, आपण ईश्वरଙ୍କ सहित समान गरिष्ठ आपण होउछन्ति ईश्वरଙ୍କ भଳିया। ଆପଣଙ୍କର ବଳ, ଆପଣଙ୍କର ପରାକ୍ରମ, ଆପଣଙ୍କର ଶକ୍ତି ଏତେ ଯେ ତାହା ଆମେ କେଉଁଥିରେ ମଧ୍ୟ କଳନା କରିପାରିବା ନାହିଁ। ଏବଂ ଆପଣ ଯେଉଁ କୃପା, ଆପଣ ଯେଉଁ କୋପ କରନ୍ତି ସେଥିରେ ମଧ୍ୟ ଆପଣଙ୍କର କୃପା ଥାଏ। ଦୟାୟଣ ଧର୍ମ ସହନ୍ତନ ମେଦିନୀ ଜୟ ଜୟ ବର୍ଷଧର ମହିମା ତୋର ଧନୀ କହୁଛନ୍ତି କବି। ଆପଣ ହେଉଛନ୍ତି ଦୟାରେ ଧର୍ମ, ଧର୍ମ ଦେବତା ଯେଉଁଭଳି ଦୟା କରନ୍ତି ତାହାଠାରୁ ମଧ୍ୟ ଆପଣ କେଉଁ ଗୁଣରେ, ଅଧିକ ଗୁଣରେ ଦୟା କରନ୍ତି। ଆପଣ ହେଉଛନ୍ତି ଦୟାରେ ଧର୍ମର ଦେବତା ସହୟନ୍ତନ ମେଦିନୀ। ଅର୍ଥ ଆମେ ପୃଥିବୀକୁ କ'ଣ କରୁ ନା, ପୃଥିବୀକୁ ହାଣିଲେ, କୁଦିଲେ, ଖୋଳିଲେ, ମାରିଲେ, ତା ଉପରେ ଚାଲିଲେ ମଧ୍ୟ ଆମକୁ ଯେଉଁପରି ପୃଥିବୀ କିଛି ମଧ୍ୟ କହିନଥାଏ, ଠିକ୍ ସେହିପରି ଆପଣ ନା ଆପଣ ସହନ୍ତି, ପୃଥିବୀଙ୍କ ଭଳି ଆପଣ ସହନ୍ତି। ତେଣୁ ଆପଣଙ୍କର ମୁଁ ଜୟ ଜୟ ଗାନ କରୁଛି। ଯେତେକ ଯେ ପାପ ଥିଲା ଇଏ ମୋହର ଅଙ୍ଗେ, ତତେ ଦେଖିଣ ଯେ କଲି ଗଙ୍ଗେ। ଆମେ ସାଧାରଣତଃ ଜାଣିଥାଉ, ମାନିଥାଉ ଯେ ଆମର ଗଙ୍ଗା ନଦୀ ନାମକ ଏକ ନଦୀ ଅଛି, ଯେଉଁ ନଦୀରେ କି ଆମେ କହୁ ଆମେ ସେହି ନଦୀରେ ଯଦି ଗୋଟେ ଥର ସ୍ନାନ କଲେ ଆମେ ଜୀବନ ଯାକରେ ଯେତେ ପାପ ଜାଣତରେ ହେଉ ଯେତେ ଥର ପାପ କରିଥିବା ତାହା ଧୋଇ ହୋଇଯାଏ। ତ ଏହିଠାରେ ରାଜା ଦଶରଥ କହୁଛନ୍ତି ପରଶୁରାମଙ୍କୁ, ଯେ ପରଶୁରାମ, ମୁଁ ଜାଣତରେ ହେଉ କି ଅଜାଣତରେ ହେଉ ଯେଉଁ ସବୁ ପାପ କରିଥିଲି ଆପଣଙ୍କୁ ଦେଖିବା କ୍ଷଣି ମୋର ସମସ୍ତ ପାପ ଧୋଇ ହୋଇଗଲା। ଠିକ୍ ଯେଉଁପରି ଗଙ୍ଗାରେ ଧୋଇ ହେଲେ, ଗଙ୍ଗାରେ ସ୍ନାନ କଲେ ସମସ୍ତ ପାପ ନଷ୍ଟ ହୋଇଯାଇଥାଏ, ଠିକ୍ ସେହିପରି ଆପଣଙ୍କର ଦର୍ଶନରେ ହିଁ ମୋର ଗଙ୍ଗା ସ୍ନାନର ପୁଣ୍ୟ ପ୍ରାପ୍ତି ହେଲା। ବ୍ରହ୍ମେଣ ବ୍ରହ୍ମତୁ ଯୋଗେଣ ଯୋଗେଶ୍ୱର, କ୍ଷତ୍ରିବୃତ୍ତ ପଣେ ଅଟୁତୁ ଚକ୍ରଧର। ଯେ ଆପଣ ହେଉଛନ୍ତି ବ୍ରହ୍ମଙ୍କର ମଧ୍ୟରେ ଯେତେ ସବୁ ବ୍ରାହ୍ମଣ ଅଛନ୍ତି, ସେ ବ୍ରାହ୍ମଣଙ୍କର ମଧ୍ୟରେ ବ୍ରାହ୍ମଣଙ୍କର ଶ୍ରେଷ୍ଠ ଆପଣ ହେଉଛନ୍ତି ବ୍ରହ୍ମ। ଏବଂ ଧରାପୃଷ୍ଠରେ ଯେତେ ସବୁ ଯୋଗୀ ଅଛନ୍ତି, ସେ ଯୋଗୀ ଭିତରେ ଶ୍ରେଷ୍ଠ କିଏ ନା ଯୋଗେଶ୍ୱର ହେଉଛନ୍ତି ଆପଣ। କ୍ଷତ୍ରିବୃତ୍ତ ଯେତେ ସବୁ କ୍ଷତ୍ରିୟ ଅଛନ୍ତି, ସେ କ୍ଷତ୍ରିୟମାନଙ୍କର ମଧ୍ୟରେ ଆପଣ ହେଉଛନ୍ତି ଶ୍ରେଷ୍ଠ। ଚକ୍ରଧର ବା ଭଗବାନ ହେଉଛନ୍ତି ଆପଣ, ଭଗବାନ ବିଷ୍ଣୁ ହେଉଛନ୍ତି ଆପଣ। ମୋହର ଉତ୍ସବ ଯେ ପୁତ୍ରଙ୍କର ବିବାହ, ଦୟାକରି ଦେଖି ଅଇଲୁ ତୁ ଅବା। ମୋହର ପୁତ୍ରଙ୍କର ଗୋଟେ ବିବାହ ହେଲା, ମୋର ବଡ଼ ପୁତ୍ର ଶ୍ରୀରାମଚନ୍ଦ୍ରଙ୍କର ବିବାହ ହେଲା, ତ ଆପଣ ଦୟାକରି ଟିକେ ରାଜ୍ୟକୁ ଦେଖି ଆସିବ ବୋଲି କହୁଛନ୍ତି। ଶୁଣି ରସଭରେ ହସଇ ପରଶୁ ପ୍ରାଣୀ, ଏଥେ କୋଟି ଓଇଲି ବୀରତ୍ୱର ଶୁଣି। ଯେ ପରଶୁରାମ କହୁଛନ୍ତି ଯେ ମୁଁ ଏଠୁ କେମିତି ଆସିଲେ, ବହୁତ ରାଗି ଯାଇଛନ୍ତି ପରଶୁରାମ। ରସଭରେ ଅର୍ଥାତ୍ ରାଗିକିରି କହୁଛନ୍ତି ଯେ ମୁଁ ଏମିତି ଏଠୁ କେମିତି ଆସିଲି, ଯେ ତମର ଯେଉଁ ତମେ ବୀରତ୍ୱର ବାଦ୍ୟ ବଜେଇ ଯାଉଥିଲ ତାହା ମୁଁ ଦେଖି ଏଇଠାକୁ ଆସିଲି। ତମେ ସେମିତି ବଜେଇକି ନ ଯାଇଥାନ୍ତ ତାହେଲେ ମୁଁ ତାହା ଜାଣିନଥାନ୍ତି ବୋଲି କହୁଛନ୍ତି। ଏ ମହି ମଣ୍ଡଳେ ତୁଗୋଟୁ ରାଜା, ମୋହର ଆଗେ ଆସି ବଜେଇଲୁ ବାଜା। ଯେ ଏହି ମଣ୍ଡଳରେ, ଏ ଧରାପୃଷ୍ଠରେ, ଏ ପୃଥିବୀରେ ଏମିତି କୌଣସି ରାଜା ନାହିଁ ଯିଏକି ମୋର ସମ୍ମୁଖରେ ଆସି ବାଜା ବଜେଇଥିଲା। ତମେ ହେଉଛ ପ୍ରଥମ ରାଜା ଯିଏକି ଏ ଧରାପୃଷ୍ଠରେ ଆସି ମୋର ସମ୍ମୁଖରେ ବାଜା ବଜେଇଲୁ। ତତହୁଁ କ୍ଷତ୍ରିକେ ଅଛି ଆଉ ଆନ, ଅତି ବଡ଼ ରାଜା ତୁ ଅଯୋଧ୍ୟା ରାଜନ। ଯେ ମୁଁ ଜାଣିଛି ଯେ କ୍ଷତ୍ରିୟରେ ମାନେ ତୁ ସେ ଧରାପୃଷ୍ଠରେ କ୍ଷତ୍ରିୟଙ୍କ ମଧ୍ୟରେ ତୋର ଭଳି କ୍ଷତ୍ରିୟ କେହି ହୋଇପାରିବେ ନାହିଁ। ମୁଁ ଜାଣିଛି ଅଯୋଧ୍ୟାର ସବୁଠୁ ବଡ଼ ରାଜା ହେଉଛୁ ତୁ, ବହୁତ ବଡ଼ ରାଜନ ହେଉଛୁ ତୁ। ଯେତେକ ରାଜା ଥିଲେ ମୃତ୍ୟୁ ପରେ, ସବୁ ଉତ୍ତମ ତୁ ଅଟୁ ନୃପ ପରେ। ଯେ ଯେତେ ସବୁ ରାଜାଙ୍କୁ ମୁଁ ହତ୍ୟା କରିଥିଲି, ଯେତେ ସବୁ ରାଜାଙ୍କୁ ମୁଁ ମାରିଥିଲି, ସେ ରାଜାଙ୍କ ମଧ୍ୟରେ ସବୁଠୁ ଶ୍ରେଷ୍ଠ ରାଜା ହେଉଛୁ ତୁ। ମୋର ହାତରେ ଯେତେ ସବୁ ରାଜା ମାରିଥିଲେ ସେ ରାଜାଙ୍କ ମଧ୍ୟରେ ସବୁ ଶ୍ରେଷ୍ଠ ରାଜା ତୁ। ବୀର ତୁର ବଜାଇ ସାଧୁ ଅଛୁ ମହି, ରବି ତଳେ ସମ ନୋହିବେ ତତେ କେହି। ତୁ କ'ଣ ଏହା ଭାବୁଛୁ ଯେ ମୁଁ ପୃଥିବୀର ସବୁଠୁ ବଡ଼ ରାଜା, ମୁଁ ସବୁଠୁ ବଡ଼ ବୀର ଶ୍ରେଷ୍ଠ, ଯେ ପୃଥିବୀରେ ମୋ ସମାନ ବୀର କେହି ନାହାନ୍ତି।
ଯଦି ଏମିତି ଭାବୁଥାଉ କି ଯେ ପୃଥିବୀରେ ଏଇ ଯେ ରବି ତଳରେ ଏ ସୂର୍ଯ୍ୟଙ୍କର ତଳେ ଯେ ମୋତେ କେହି କିଛି କରିପାରିବନି ବୋଲି ଯଦି ଭାବୁଥାନ୍ତୁ, ତାହେଲେ କ'ଣ କରିବା ନା ଆମେ ଆଜ ପରୀକ୍ଷା କରିବା ନା ତୋହର ଇଏ ବଳ ପରଶୁ ଘାଏ ମୁଣ୍ଡ କରିବି ବେନିଫଳ। ଯେ ଆଜି ପରୀକ୍ଷା କରିବା ତୁ ସବୁଠୁ ଶକ୍ତିଶାଳୀ ନା ମୁଁ ସବୁଠୁ ଶକ୍ତିଶାଳୀ, ତୋର ଅଧିକ ଶକ୍ତି ଅଛି ନା ମୋର ଅଧିକ ଶକ୍ତି। ମୁଁ ଯଦି ଏହି ମୋର କଠାର ଏହି ମୋର ପରଶୁରେ ମୁଁ ତୋତେ ଯଦି ତୋର ମୁଣ୍ଡକୁ ବେନି ଫାଳ 2 ଫାଳ ନ କରିପାରିଛି, ତାହେଲେ ତୁ ସବୁଠୁ ବଡ଼ ରାଜା ବୋଲି କହିବୁ। ତତେ ସେ ବୋଲିବା ତୁ ହୋ ବଡ଼ ନୃପତି, ଏହା ହଉ ସାମାନ୍ୟ କେହି ନାହିଁ କ୍ଷତ୍ରୀ। ତୁ ହଉଛୁ କ'ଣ ସବୁଠୁ ବଡ଼ ରାଜା। ତୁ ଯଦି ଜିତିଗଲୁ ମୋର ଏଇ ଯୁଦ୍ଧରେ ଯଦି ଜିତିଗଲୁ, ତୁ ତାହେଲେ କହିବୁ ଯେ ମୁଁ ସବୁଠୁ ବଡ଼ ରାଜା, ମୋ ସମାନ କେହି କ୍ଷତ୍ରିୟ ନାହାନ୍ତି। ସଦାଶିବଙ୍କର ଧନୁ ଭାଙ୍ଗିଲା ଯେବଣ ହିଁ ପୁତ୍ର, ସେ ତୋହର କାହିଁ ବୋଲି ବୋଇଲେ ଭୃଗ ଗୋତ୍ର। ତୋର ଯେଉଁ ପୁତ୍ର ସଦାଶିବ ଧନୁ ଶିବଙ୍କର ଧନୁକୁ ଭାଙ୍ଗିଲା, ସେ କୁଆଡ଼େ ଗଲା। ତୋର ଯେଉଁ ପୁତ୍ର ମାତା ସୀତାଙ୍କୁ ବିବାହ କଲା, କେମିତି ସେ ଶିବଧନୁ ଭାଙ୍ଗି ତୋର ସେହି ପୁତ୍ର କୁଆଡ଼େ ଗଲା ମୋତେ ଦେଖା ବୋଲି କହୁଛନ୍ତି ପରଶୁରାମ ମୁନି। ତୋହର ବଳେ ତାହାର ବଳେ ସେ ବଜାଉ ବୀରତୁର, କାହିଁ ଅଛି ପୁତ୍ର ତ ଦେଖିବା ନୃପବର। ଯେ ତୋର ସେଇ ପୁତ୍ର କୁଆଡ଼େ ଗଲା। ତ ଯେଉଁ ପୁତ୍ର ତୋର ଗୋଟିଏ ପୁତ୍ର ଶିବଙ୍କର ଧନୁକୁ ଭାଙ୍ଗିଦେଲା ବୋଲି ତୁ ସେହି ଗର୍ବରେ ତାର ଗର୍ବରେ ତୁ ଆଜି ଏହି ବାଜା ବଜାଉଛୁ ନା। ଠିକ୍ ଅଛି, ଚାଲ ମୋତେ ତାଙ୍କୁ ଦେଖା। ଏତେ ବୋଲି ପରଶୁ ଦଣ୍ଡେ ଦଣ୍ଡେ ପଶଇ, ଯେଣେ ଯିବ ତେଣେ ଦଣ୍ଡ ଭଗ୍ନ ଦିଶଇ। ଏତିକି କହି ପରଶୁରାମ କ'ଣ କରନ୍ତି ନା ସୈନ୍ୟ ସାମନ୍ତ ତାଙ୍କର ସମ୍ମୁଖରେ ଯେତେ ସବୁ ସୈନ୍ୟ ସାମନ୍ତ ଥିଲେ ତାଙ୍କର ସମ୍ମୁଖରେ ପଶି ଯାଉଛନ୍ତି। ସେ ସୈନ୍ୟ ସାମନ୍ତ ମଧ୍ୟକୁ ପଶି ଯାଉଛନ୍ତି। ଯେତେବେଳେ ପରଶୁରାମ ସେଇ ସୈନ୍ୟ ସାମନ୍ତ ମଧ୍ୟକୁ ପଶି ଯାଉଛନ୍ତି, ସେତେବେଳେ ସୈନ୍ୟ ସାମନ୍ତ ମାନେ କ'ଣ କରୁଛନ୍ତି ନା ଦୂରକୁ ପଳେଇ ଯାଉଛନ୍ତି। କେମିତି ଅଛନ୍ତି ସେମାନେ? ରଥ ଗଜ ଅଶ୍ୱ ପାଇକେ ପଳାନ୍ତି, ଦୃଷ୍ଟି ପସର ଯାଏ କେହି ନ ରହନ୍ତି। କ'ଣ କିଏ କିଏ ଯାଆନ୍ତି? ଯେ ରଥ ତାଙ୍କର ଯେଉଁ ରଥ ସବୁ ଥିଲା ସେ ରଥ ସବୁ ଗଜ ଅର୍ଥ ଘୋଡ଼ା, ଅଶ୍ୱ ଅର୍ଥ ହାତୀ, ଗଜ ଅର୍ଥ ହାତୀ, ଅଶ୍ୱ ଅର୍ଥ ଘୋଡ଼ା, ସମସ୍ତେ କ'ଣ କରନ୍ତି ନା ପଡ଼ନ୍ତି। ତ ଯେତେ ସବୁ ସୈନ୍ୟ ସାମନ୍ତ, ପାଇକ ଅର୍ଥ ସୈନ୍ୟ ସାମନ୍ତ, ଯେତେ ସବୁ ସୈନ୍ୟ ସାମନ୍ତ ହାତୀ ଏବଂ ଘୋଡ଼ା ସମସ୍ତେ ପଳାନ୍ତି। କେତେ ଦୂର ଯାଆନ୍ତି? ଯେଉଁ ପର୍ଯ୍ୟନ୍ତ ଆଖି ପାଏ ଦୃଷ୍ଟିଗୋଚର ଯେ ପର୍ଯ୍ୟନ୍ତ ହୁଏ ସେହି ପର୍ଯ୍ୟନ୍ତ ସେମାନେ ପଳାନ୍ତି। କେବଳ ଏଇ କଠାର ନପିଟଇ ପୁଣ, କେବଳ ଏଇ ନପୁଣ ପକାଇ ଶିର ହାଣେ। ଦେଖୁଛନ୍ତି ଯେ କିଏ କହୁଛନ୍ତି, କେଉଁ ସୈନ୍ୟ ସାମନ୍ତ କହୁଛନ୍ତି ଯେ ମୋର ମୁଣ୍ଡ ଉପରେ ଯେ ସେ କଠାର ଦେଇ ମୋତେ ବାଡ଼େଇ ନ ଦେଉ। ଆଉ କେଉଁ ସୈନ୍ୟ ସାମନ୍ତ କ'ଣ କହୁଛନ୍ତି ଯେ ତାର ଯେଉଁ ଅସ୍ତ୍ର ଅଛି ସେହି ଅସ୍ତ୍ର ମାଧ୍ୟମରେ ମୋର ମୁଣ୍ଡକୁ କେହି କାଟି ନ ପକାନ୍ତୁ ବୋଲି କହୁଛନ୍ତି କିଏ। ଆଉ କିଏ କ'ଣ କହୁଛନ୍ତି ନା କେବଳ ଏଇ ନପୁଣ ନୟନେ ଦୋହଇ ଦଣ୍ଡ, କେବଳ ଏଇ ପୁଣ ନ କାଟଇ ମୁଣ୍ଡ। କିଏ ବୋଲୁଛନ୍ତି ସେ ଏତେ ବଡ଼ ଗୋଟେ ଋଷି ମୁନି, ସେ କ'ଣ ଆମ ସମସ୍ତଙ୍କ ମୁଣ୍ଡ କାଟିଦେବ କି? ତାର ମାନେ ସେ ଟିକେ ଦୟା କରିବେନି ଉପରେ। ପୁଣି ଭାବୁଛନ୍ତି ଯେ ସେ ସମସ୍ତଙ୍କର କ୍ଷତ୍ରିୟମାନଙ୍କର ଶତ୍ରୁ। କ'ଣ ହେଉଛନ୍ତି ଆସନ୍ତୁ ଦେଖିବାକୁ ପଡ଼ିବ ପ୍ରଥମେ। କେବଳ ହୋ ଆଜ ନେବ ପ୍ରାଣ, ଭେଟ ପଡ଼ିଲା ଯେଉଁ ଦ୍ୱିତୀୟ ଯମରାଣ। ଯେ କିଏ ବୋଲୁଛନ୍ତି ଯେ ଆଜି ଆମର ନିଶ୍ଚିତ ପ୍ରାଣ ଗଲା ବୋଲି ଜାଣ। କ'ଣ ପାଇଁ ନା ସେ ଅବଶ୍ୟ ଜଣେ ତପସ୍ୱୀ, ସେ ଗୋଟେ ଋଷି, ଗୋଟେ ବ୍ରହ୍ମର୍ଷି, କିନ୍ତୁ କ'ଣ ହେବ ସେ ଯେତେ ସବୁ ଧରାପୃଷ୍ଠରେ କ୍ଷତ୍ରିୟ ଅଛନ୍ତି ସେ କ୍ଷତ୍ରିୟଙ୍କର ଯମ, ସେ ହେଉଛି ଯମଙ୍କର କ୍ଷତ୍ରିୟଙ୍କର ଯମ। ତେଣୁ ଆମେ ମଧ୍ୟ କ୍ଷତ୍ରିୟ ଯେହେତୁ ସେ ଆମକୁ ମଧ୍ୟ ମାରି ପକାଇବ ବୋଲି ସୈନ୍ୟ ସାମନ୍ତମାନେ ଏହା କହୁଛନ୍ତି। ପଳାନ୍ତି ସୈନି ପଛକୁ ନ ଚାହିଁ, ଝାଡ଼ ବାଡ଼ ଓହଡ଼େ ରହୁଛନ୍ତି ଯାଇ। ସୈନ୍ୟ ସାମନ୍ତ କେମିତି ପଳାଉଛନ୍ତି ଯେ ସେ ଏକମୁହାଁ ହୋଇ ଧାଇଁ ଯାଉଛନ୍ତି, ସେ ଆଉ ପଛକୁ ଦେଖୁନାହାନ୍ତି, ଏକମୁହାଁ ହୋଇ ଧାଇଁ ଯାଉଛନ୍ତି। ସେ ଯାଇକି କେଉଁଠି ରହୁଛନ୍ତି? ଝାଡ଼ ବାଡ଼ ଓହଡ଼ରେ ଯାଇକି ଲୁଚିକି ରହୁଛନ୍ତି। ବଶିଷ୍ଠ ବିଶ୍ୱାମିତ୍ର ଦଶରଥ ରାଏ,
ଯେଣେ ଯାଏ ପର୍ଶୁ ତେଣେ ସେ ଗୋଡ଼ାଏ। ସେ କ'ଣ କରୁଛନ୍ତି ନା ବଶିଷ୍ଠ ଆଉ ଆମର ରାଜା ଦଶରଥ ପରଶୁରାମଙ୍କୁ ଗୋଡ଼ାଉଛନ୍ତି। ପରଶୁରାମ ଯେଉଁ ଯେଉଁ ଆଡ଼େ ଯାଉଛନ୍ତି ତାଙ୍କର ପଛେ ପଛେ ଗୋଡ଼ାଉଛନ୍ତି। କାହିଁକି ନା ଯଦି ରାମଚନ୍ଦ୍ରଙ୍କର ସମ୍ମୁଖରେ ତାଙ୍କର ଦେଖା ହୋଇଯାଏ, ରାମଚନ୍ଦ୍ର ତାଙ୍କୁ ଠିକ୍ ଭାବରେ ବ୍ୟବହାର ନ କରେ, ତାହେଲେ କାଳେ ମୋର ପୁତ୍ର ରାମଚନ୍ଦ୍ରଙ୍କୁ ମାରି ପକାଇବ ବୋଲି ରାଜା ଦଶରଥ ଏବଂ ବଶିଷ୍ଠ ତାଙ୍କର ପଛେ ପଛେ ଯାଉଛନ୍ତି। ଏମିତି ଯିବା ସମୟରେ ହଠାତ୍ କ'ଣ ହେଲା ଶୁଣି ଦେଖିବା। ଶ୍ରୀରାମଚନ୍ଦ୍ର ସାନ୍ନିଧ୍ୟ ମିଳିଲାକ ଯାଇ ପର୍ଶୁ ଉଭାରିଲା କପମୁଖ ପୋଇ। ଠିକ୍ ସମୟରେ ଏମିତି ଯାଉ ଯାଉ ହଠାତ୍ କ'ଣ ହେଲା ନା ଶ୍ରୀରାମଚନ୍ଦ୍ରଙ୍କର ସାନ୍ନିଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କର ସମ୍ମୁଖରେ ଯାଇକି ଉପସ୍ଥିତ ହେଲେ। କେମିତି ଉପସ୍ଥିତ ହେଲେ ନା ପ୍ରବଳ ରାଗିକି ଆମର ପରଶୁରାମ ପ୍ରବଳ ରାଗି ଯାଇଥିଲେ ଏବଂ ସେହି ରାଗିବା ଅବସ୍ଥାରେ ହିଁ ଯାଇକି ଉପସ୍ଥିତ ହେଲେ। ଦଶରଥ ରାଜା ହୋଇଲାକ ଆଗ ଭ କ୍ଷତ୍ରିବର ତୁ ଛାଡ଼ ଛାଡ଼ ରାଗ। ସେ କହିଲା ହେ ମୁନି ଯେ ଆପଣ ପ୍ରଥମେ ରାଗ ଛାଡ଼ନ୍ତୁ। ଆପଣ ସେ ସମୟରେ କ'ଣ କଲା, ଯେତେବେଳେ ଭାବିଲା ଯେ ମୋର ପୁତ୍ରକୁ ରାଜା ଦଶରଥ ଭାବିଲା ଯେ ମୋର ପୁତ୍ରକୁ କାଳେ ମାରି ପକାଇବ, ତ ସେ କ'ଣ କଲା ନା ସେଇ ମଝିରେ ଯାଇ ତାଙ୍କୁ କହିଲା ଯେ ହେ ମୁନି ଆପଣ ଫାଷ୍ଟ କ'ଣ କରନ୍ତୁ, ଆପଣଙ୍କର ରାଗ ଛାଡ଼ନ୍ତୁ। ଆପଣ ଯେଉଁ ରାଗିଛନ୍ତି ବର୍ତ୍ତମାନ ସେଇ ରାଗ ଆପଣଙ୍କୁ ଆଗକୁ ଛାଡ଼ନ୍ତୁ। ଅପୁତ୍ରିକ ପୁତ୍ର ମାରିବି କେବଳ ସଧେ, ନିନ୍ଦା ପାଇବ ନା ତ୍ରୈଲୋକ୍ୟର ସଧ୍ୟେ। ଯେ ଆପଣ ମୋର ଅପୁତ୍ରିକ ମାନେ ରାମଚନ୍ଦ୍ର ଜଷ୍ଟ ଏବେ ବିବାହ କରିଛନ୍ତି। ସେ ଆଜି ତାଙ୍କର 4-5 ଦିନ ତାଙ୍କର ବିବାହ ହୋଇଛି। ସେ କ'ଣ ନା କୌଣସି ପୁତ୍ର ପାଇନାହାନ୍ତି। ସେ ଏବେ ବର୍ତ୍ତମାନ ପୁତ୍ର ହୋଇନାହାନ୍ତି, ପିତା ହୋଇନାହାନ୍ତି। ଯେ ଶାସ୍ତ୍ରରେ ଏହା ଲିଖିତ ଅଛି ଯେ କୌଣସି ପିତାକୁ ମାରିଲେ ପାପ ନାହିଁ। ଯାହାର ଯେକୌଣସି ପିତାର ଯେକୌଣସି ସନ୍ତାନର ପିତା ହୋଇନଥିବ ତାକୁ ମାରିଲେ ଦୋଷ। ତ ଆପଣ ଯଦି ମୋର ଅପୁତ୍ରିକ ପୁତ୍ରକୁ ମାରିବେ, ମୋର ସନ୍ତାନ ଛୁଣ୍ଡ ପୁତ୍ରକୁ ମାରିବେ, ତାହେଲେ ଆପଣ ତ୍ରୈଲୋକ୍ୟରେ କେବଳ ନିନ୍ଦା ହିଁ ପାଇବେ, ତା ଛଡ଼ା ଅନ୍ୟ କିଛି ପାଇବେ ନାହିଁ। ସୂର୍ଯ୍ୟ ବଂଶ ଏତେ ନୁହେଁ ନା ଦୋଷୀ, କେମ୍ପାଇଁ ପୁତ୍ରକୁ ମୋର ପକାଇବୁ ନାସି। ଆମେ ହେଉଛୁ ସୂର୍ଯ୍ୟ ବଂଶର, ଯେ ମୋର ପରେ ଆଉ ସୂର୍ଯ୍ୟ ବଂଶରେ ମୋର ପୁତ୍ର ପରେ କୌଣସି ତାଙ୍କର ପୁତ୍ର ନାହିଁ। ଯେହେତୁ ଆମର ଏହି ବଂଶ ଏଇଠାରୁ ହିଁ ସମାପ୍ତ ହୋଇଯିବ, କିନ୍ତୁ ଆମର ବଂଶକୁ ନାଶ କ'ଣ ପାଇଁ କରିବ? ଆମର ବଂଶ ତୋର ତ କୌଣସି ଦୋଷ କରିନଥିଲେ। ଏହାକୁ ମାଇଲେ ଏଠାରୁ ବଂଶ ସରଇ, ଏତେ ବୋଲି ରାଜା ପର୍ଶୁପାଦେ ପଡ଼ଇ। ଯେ ରାଜା କ'ଣ କହୁଛନ୍ତି, ଆପଣ ଯଦି ୟାକୁ ମାରିଦେବେ ତାହେଲେ ଏଠୁ ଆମର ବଂଶ ସରିଯିବ। କାହିଁକିନା ରାମଚନ୍ଦ୍ରଙ୍କର କୌଣସି ପୁତ୍ର ସନ୍ତାନ ନାହିଁ। ଯଦି ଆପଣ ମୋର 4ଟା ପୁତ୍ରକୁ ମାରିଦେବେ ତାହେଲେ ମୋର ଏଠୁ ବଂଶ ସରିଯିବ, ମୋର ଆହୁରି ବଂଶ ନାହିଁ ବୋଲି ଅନୁରୋଧ କରି ରାମଚନ୍ଦ୍ରଙ୍କର ପିତା ଦଶରଥ କ'ଣ କରୁଛନ୍ତି ନା ପରଶୁରାମଙ୍କର ପାଦରେ ପଡ଼ୁଛନ୍ତି। ଦନ୍ତେ ତୀରଣ ଧରି କରଇ ଦଇନି, ବେଳକ ରକ୍ଷା କର ମୋତେ ବ୍ରହ୍ମମଣି। ଯେ ସେ ତାଙ୍କର ପାଦ ତଳେ ଯାଇକରି ପଡ଼ୁଛନ୍ତି ଏବଂ ଦଇନି ଅର୍ଥାତ୍ ସେ କରୁଣା ସହିତ ଯେ କହୁଛନ୍ତି ଯେ ହେ ବ୍ରହ୍ମ ଋଷି ବ୍ରହ୍ମମଣି, ଆପଣ ଗୋଟିଏ ଥର ପାଇଁ ଯେଉଁ ଗୁହାରି କରି କହୁଛନ୍ତି, ଗୋଟିଏ ଥର ପାଇଁ ଆମକୁ ରକ୍ଷା କରି ଦିଅନ୍ତୁ, ଆପଣ ଛାଡ଼ି ଦିଅନ୍ତୁ। ପୁଅନ୍ତ ଛାଡ଼ି ମୋତେ ପକା ମାରି, ମୋର ଦୋଷ ନାହିଁ ତୋତେ ତ ପଚାରି। ଯେ ହେ ମୁନି ଆପଣ କ'ଣ କରନ୍ତୁ ନା ଆପଣ ମୋତେ ମାରି ପକାନ୍ତୁ, ମୋର ପୁଅକୁ ଛାଡ଼ି ଆପଣ ମୋତେ ମାରି ପକାନ୍ତୁ। ଯଦି ଆପଣ ମୋତେ ମାରି ପକାଇବେ ତାହେଲେ ମୁଁ ଆପଣଙ୍କୁ ମୋର କିଛି ଦୋଷ ଧରିବି ନାହିଁ। ଆପଣ ମୋର ପୁଅକୁ ଛାଡ଼ି ମୋତେ ମାରି ପକାନ୍ତୁ। ରାଜାର ପ୍ରବୋଧ ନ ଘାନିବ ଋଷି, ପୁଣି ଶ୍ରୀରାମଙ୍କ ଛାମରେ ମିଳିଲେ ଆସି। ହେଲେ କ'ଣ ହେବ ଯେ ରାଜାଙ୍କର ସେ କଥା ଆଦୌ ଶୁଣିଲେ ନାହିଁ। ଯେ ଯେଉଁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ ଆମର ଦଶରଥ, ସେ ସନ୍ତୁଷ୍ଟ କରିପାରିଲେ ନାହିଁ। ସେ ଋଷି ବିଶ୍ୱାମିତ୍ର ସିଧା ଯାଇ ରାମଙ୍କର ସମ୍ମୁଖରେ ଉପସ୍ଥିତ ହେଲେ
ଏବଂ କ'ଣ କହୁଛନ୍ତି ଆସନ୍ତୁ ଦେଖିବା। କପଣେ ବୋଇଲେ ତୁ ଶୁଣ ରଘୁନାଥ, ଈଶ୍ୱର ଧନୁ କେମନ୍ତ କରିବ ତ। ଯେ କହିଲେ କପରେ ରାଗିକି କହିଲେ ଯେ ହେ ରଘୁନାଥ ତୁ ଶୁଣ, ତୁ କେଉଁଭଳି ଭାବରେ ସେ ଈଶ୍ୱରଙ୍କର ଧନୁକୁ ଭାଙ୍ଗିଲୁ। ତୁ ତୋର ଇନ୍ଦ୍ର ହିଁ ତୋଳି ନ ପାରଇ ତାହା, ସାମାନ୍ୟ ବଳ କି ବହେ ତୋର ବାହା। ମାନେ କହୁଛନ୍ତି ସେହି ଧନୁ, ସେ ଈଶ୍ୱରଙ୍କର ଧନୁ ଯେ ଇନ୍ଦ୍ର ତୋଳିପାରେ ନାହିଁ, ଇନ୍ଦ୍ର ତାକୁ ଉଠାଇ ପାରେ ନାହିଁ, ଯେଉଁଠି ରଖା ହେଇଥିବ ସେହି ସ୍ଥାନରୁ ଉଠେଇ ପାରେ ନାହିଁ ଇନ୍ଦ୍ର। ତୋ ପାଖରେ କ'ଣ ଏତେ ବଳ ଅଛି ଯେ ତୁ ସେହି ଧନୁକୁ, ସେହି ଶିବ ଧନୁଙ୍କୁ, ସେ ଈଶ୍ୱରଙ୍କର ଧନୁକୁ ତୁ ଭାଙ୍ଗିଦେଲୁ। ମେରୁହୁଁ ଗରୁ ସେ ବଜ୍ରହୁଁ ଆଣ୍ଟ ଅଟଇ, ଏ ତୋହର ଭୁଜ ଲାଗି ସେ ଧନୁ ତୁଟଇ। ମାନେ କହୁଛନ୍ତି ଯେ ସେହି ଧନୁଟା ମେରୁହୁଁ ଗରୁ, ପାହାଡ଼ ଠାରୁ ମଧ୍ୟ କ'ଣ ସେଇଟା ଆହୁରି ଓଜନିଆ। ବଜ୍ର ଅର୍ଥାତ୍ ବିଜୁଳି, ସେ ବଜ୍ର ଠାରୁ ମଧ୍ୟ ସେଇଟା କ'ଣ ନା ଆହୁରି ଆଣ୍ଟ। ଏତେ ଓଜନ ଆଉ ଏତେ ଆଣ୍ଟ, ଏତେ ଶକ୍ତ ହେବା ସହିତ ମଧ୍ୟ ତୁ ଏଇ ତୋର ସାଧାରଣ, ତୋର ଭୁଜରେ, ତୋର ସାଧାରଣ ହାତରେ ତୁ ତାକୁ କେମିତି ଭାଙ୍ଗିଲୁ। ଯେବଣ ଧନୁ ରେ ତ୍ରିପୁରା ପ୍ରାଣହାର ହାରି, ତାହା ପାଦେ ଭାଙ୍ଗିଲୁ ତୁ ଦୁଇ ଖଣ୍ଡ କରି। ଯେଉଁ ଧନୁରେ କାହାର ପ୍ରାଣ ଯାଇଥିଲା, ତ୍ରିପୁରାସୁରର ପ୍ରାଣ ଯାଇଥିଲା, ସେହି ଧନୁକୁ ତୁ ପାଦରେ ମାଡ଼ି ଦୁଇ ଖଣ୍ଡ କରିପାରିଲୁ ବୋଲି। ଦଶରଥ ବୋଲନ୍ତି ତୁ ଶୁଣସି ଶ୍ରୀରାମ, ପରଶୁଧରଟି କ୍ଷତ୍ରିୟଙ୍କର ତମ। ଅର୍ଥ ଯେ ଦଶରଥ ଶ୍ରୀରାମଙ୍କର ସମ୍ମୁଖରୁ ସାଙ୍ଗେ ସାଙ୍ଗେ ଯାଇ କହୁଛନ୍ତି ଯେ ହେ ଶ୍ରୀରାମ, ତୁମେ କ'ଣ କର, ଯେ ପରଶୁରାମ ହେଉଛନ୍ତି ଆମର କ୍ଷତ୍ରିୟମାନଙ୍କ ଠାରୁ ବଡ଼, ସବୁ କ୍ଷତ୍ରିୟମାନଙ୍କ ଠାରୁ ବଡ଼। ତୁ କ'ଣ କରେ ନା ଏହାର ଚରଣେ ତୁ କର ନମସ୍କାର, ଏହାର କଲ୍ୟାଣ ତତେ ଐଶ୍ୱର୍ଯ୍ୟ ଅପାର। ମାନେ ତୁ ବର୍ତ୍ତମାନ ଯାଇକି ୟାଙ୍କର ଚରଣ କମଳ ତଳେ ତୁ ନମସ୍କାର କରେ। ଏହାର ଯଦି କଲ୍ୟାଣ ହେବ, ଏହି ମୁନିଙ୍କର ଯଦି ପରଶୁରାମଙ୍କର କଲ୍ୟାଣ ହେବ, ତାହେଲେ ପ୍ରବଳ ଐଶ୍ୱର୍ଯ୍ୟ ତୁ ପ୍ରାପ୍ତ କରିପାରିବୁ। ଶୁଣିଲେ ଶ୍ରୀରାମ ପିତାଙ୍କର ୟଶନିକ ବାଣୀ, ସୁକାସନ ଓହ୍ଲେଇ ଆସନ୍ତି ରଘୁମଣି। ସେ ରାମଚନ୍ଦ୍ର ତାଙ୍କର ରଥ ଉପରେ ବସିଥିଲେ। ଯେତେବେଳେ ତାଙ୍କର ପିତା ଦଶରଥ କହିଲେ ଯେ ନମସ୍କାର କରିବା ପାଇଁ କହିଲେ, ସେ ସେଇଠୁ ଓହ୍ଲେଇ ଆସିଲେ, ସେ ସୁକାସନରୁ ଓହ୍ଲେଇ ଆସିଲେ ରଘୁମଣି ଅର୍ଥାତ୍ ରାମଚନ୍ଦ୍ର ସୀତାଙ୍କୁ ଛାଡ଼ି ତଳେ ଉଭା ହୁଅନ୍ତି, ତୁମ୍ଭେ ପରଶୁରାମ ବଲିଣ ବୋଲନ୍ତି। କହୁଛନ୍ତି ଯେ ଶ୍ରୀରାମ କ'ଣ କଲେ ନା ସୀତାମାତାଙ୍କୁ ସେଇଠୁ ଉପରେ ଛାଡ଼ି ଦେଇ ତଳକୁ ଓହ୍ଲେଇ ଆସିଲେ ଏବଂ କହୁଛନ୍ତି ଯେ ତୁମେ ପରଶୁରାମ କି ବୋଲି ପଚାରୁଛନ୍ତି। ଅପାର କାଳରେ ତ ପୁରାତନ ଋଷି, ଶୁଣିଥିଲୁ ଆମ୍ଭେ ଦେଖିଲୁନି ଆସି। ମାନେ କହୁଛନ୍ତି ଆମେ ପୁରୁଣା କାଳରେ ଆପଣଙ୍କୁ ଶୁଣିଥିଲୁ, ଆପଣଙ୍କର ନାମକୁ ଶୁଣିଥିଲୁ, କିନ୍ତୁ ଆମେ ଆପଣଙ୍କୁ ଜାଣିନଥିଲୁ, ଆପଣଙ୍କୁ କେବେ ଦେଖିନଥିଲୁ। କେବଳ କାରଣେ ଓଇଲା ତପୋବନ୍ତେ, କହସି କଥା ତୋର ଶୁଣିମାକ ତଥ୍ୟ। କହୁଛନ୍ତି ଯେ ଆପଣ କେଉଁ କାରଣରୁ ଏହି ତପୋବନକୁ ଆସିଲେ, ତାହାର କାରଣ କୁହନ୍ତୁ। ଆମର ଦ୍ୱିତୀୟ ଅଧ୍ୟାୟଟି ଏଇଠି ସମାପ୍ତି ହେଉଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ଏବଂ ଏହି ଭିଡ଼ିଓ ଭଳି ଆପଣ ପ୍ରତ୍ୟେକ ଭିଡ଼ିଓ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ।